29 ଟଙ୍କାରେ ସରକାର ଦେବେ ଚାଉଳ। ସରକାର ଭାରତ ବ୍ରାଣ୍ଡ ଅଧୀନରେ ସବସିଡି ହାରରେ ଶସ୍ୟ ବିକ୍ରି କରୁଛନ୍ତି। ସରକାର ପୂର୍ବରୁ ଭାରତ ଅଟା ଏବଂ ଭାରତ ଡାଲି ବିକ୍ରି କରୁଥିଲେ। ବର୍ତ୍ତମାନ ସରକାର ଭାରତ ଚାଉଳକୁ ମଧ୍ୟ ଶସ୍ତା ମୂଲ୍ୟରେ ବିକ୍ରି କରୁଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କୁ ଉପକୃତ କରିବ, କାରଣ ସେମାନେ ଶସ୍ତା ମୂଲ୍ୟରେ ଅଟା, ଚାଉଳ ଏବଂ ଡାଲି କିଣିପାରିବେ। ସରକାର ଭାରତ ଚାଉଳକୁ କିଲୋଗ୍ରାମ ପିଛା 29 ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି। ଭାରତ ଚାଉଳ ବଜାରରେ 5 କିଲୋଗ୍ରାମ ଏବଂ 10 କିଲୋଗ୍ରାମ ପ୍ୟାକେଟରେ କେନ୍ଦ୍ରମନ୍ତ୍ରୀ ଫେବୃଆରୀ 6ରେ ନୂଆଦିଲ୍ଲୀରେ ସବସିଡିଯୁକ୍ତ ଭାରତ ବ୍ରାଣ୍ଡ ରାଇସ୍ ଆରମ୍ଭ କରିଥିଲେ। ସରକାର ଅଟା ଏବଂ ଡାଲି ବିକ୍ରି କରୁଛନ୍ତି। ସରକାର ଶସ୍ତା ଦାମରେ ଅଟା ଯୋଗାଇବା ପାଇଁ ଭାରତ ଅଟା ମଧ୍ୟ ଆରମ୍ଭ କରିଥିଲେ। ଏହି ଅଟାର ମୂଲ୍ୟ କିଲୋଗ୍ରାମ ପାଇଁ 27 ଟଙ୍କା 50 ଟଙ୍କା। ଅଟା ବ୍ୟତୀତ ଭାରତ ଡାଲି ମଧ୍ୟ ଶସ୍ତା ମୂଲ୍ୟରେ ସରକାର ଆରମ୍ଭ କରିଥିଲେ। ଭାରତ ଡାଲିର ମୂଲ୍ୟ କିଲୋଗ୍ରାମ ପିଛା 60 ଟଙ୍କା। ଭାରତ ବ୍ରାଣ୍ଡ ଉତ୍ପାଦଗୁଡ଼ିକ କେଉଁଠୁ କିଣିବେ? ଭାରତ ବ୍ରାଣ୍ଡ ଉତ୍ପାଦଗୁଡ଼ିକ ସମବାୟ ସମିତି ମାଧ୍ୟମରେ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଯଥା NAFED, ନ୍ୟାସନାଲ କୋଅପରେଟିଭ କନଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଯଥା NCCF ଏବଂ କେନ୍ଦ୍ରୀୟ ଭଣ୍ଡାର ମାଧ୍ୟମରେ ବିକ୍ରି ହେଉଛି। ଆପଣ ଏହାକୁ ମଦର ଡେୟାରର ସଫଳ ଷ୍ଟୋରରୁ ମଧ୍ୟ କିଣିପାରିବେ। ଶସ୍ତାରେ କିଣନ୍ତୁ ଚାଉଳ, ଡାଲି, ଅଟା। ସରକାରଙ୍କର ଏହି ବ୍ୟବସ୍ଥା